ଆମ ସମସ୍ତଙ୍କର ଇଷ୍ଟଦେବ ପ୍ରଭୁ ବିଶ୍ୱବନ୍ଦ ଜଗନ୍ନାଥ ଓ ଶିଶୁ ଅନନ୍ତ ଏହାଙ୍କୁ ଆମେ ଏକ ସ୍ୱରୂପରେ ପ୍ରଣାମ ଜଣାଇ ଆମର ଗୁରୁଦେବଙ୍କୁ ଜଗତର ଗୁରୁ ବର୍ଗମାନଙ୍କ ଭିତରେ କଳ୍ପନା କରି ଗୋଟିଏ ରୂପରେ ଜୟ ଗୁରୁ ଏହି ରୂପରେ ଆମେ ପ୍ରଣାମ ଜଣାଇବା ସମସ୍ତଙ୍କର ଶୁଭ କାମନା ସମସ୍ତଙ୍କ ଭିତରେ ଗୋଟିଏ ଆଧ୍ୟାତ୍ମିକ ଶକ୍ତି ଯେ ପର୍ଯ୍ୟନ୍ତ ଜନ୍ମ ହେଇନାହିଁ ସେ ପର୍ଯ୍ୟନ୍ତ ଆମେ ପ୍ରକୃତରେ ଏ ସଂସାର ପାଇଁ ଯାହା କରିବା କଥା ଆମେ କରିପାରିବା କିମ୍ବା କୌଣସି କଥାରେ ଆମ ମୁଣ୍ଡ ପଶିବ। ସେଥିପାଇଁ ଆପଣମାନେ ଜାଣିଛନ୍ତି ଭଗବାନ ବୁଦ୍ଧ ସେପରି ଅବତାର ନେଇକି ଆସିଲେ ଅନେକ କଥା ସେ କହିଲେ, କିନ୍ତୁ ତାଙ୍କର ସବୁଠାରୁ ବଡ଼ କଥା ହେଉଛି ସଂଘଂ ଶରଣଂ ଗଚ୍ଛାମି। ଆମେ ଯଦି ପରସ୍ପରକୁ ଆଲୋଚନା କରିବା ନାହିଁ, ଭଲ ପାଇବା ନାହିଁ, କାହା ପାଇଁ କିଛି ଗୋଟେ କରିବାକୁ ଆମେ କରିବା ନାହିଁ କି କାହାକୁ କରେଇ ଦେବା, ଏଇଭଳି ଅବସ୍ଥା ଏଇଭଳି ମନୋଭାବ ରଖିଲେ ଆମେ କେବେ ଭଗବାନଙ୍କର ଭକ୍ତ ହେଇପାରିବୁ ନାହିଁ କିମ୍ବା ଗୁରୁଙ୍କର ଶିଷ୍ୟ ହେଇପାରିବୁ ନାହିଁ। ସେଥିପାଇଁ ସବୁ କ୍ଷେତ୍ରରେ ଗୁରୁଙ୍କୁ ପ୍ରାଧାନ୍ୟ ଦିଆଯାଇଛି ଏବଂ ସର୍ବଶ୍ରେଷ୍ଠ ବୋଲି କୁହାଯାଇଛି। ଏଇଠି ମାନେ ଭାଗବତ ଶବ୍ଦଟି ଏ ନାଭେ ଗୁରୁ କର୍ଣ୍ଣଧାର, ଏ ନାଭେ ଗୁରୁ କର୍ଣ୍ଣଧାର। ଏ ନାଭଟି କିଏ? ଏ ନାଭଟି ହେଉଛି ଜୀବନ। ଜୀବନ ନାଭର କର୍ଣ୍ଣଧାର କହିଲେ କୈବର୍ତ୍ତ, ଯିଏ ଡଙ୍ଗାକୁ ଚଳେଇବ, ଏପାଖରୁ ସେପାଖକୁ ନେବ, ସେ କିଏ? ସିଏ ହେଉଛନ୍ତି ଗୁରୁ। ଆଜିକାଲି ସବୁ କୁହାଯାଉଛି ଗୁରୁ ଅଲଗା, ସଦ୍ଗୁରୁ ଅଲଗା, ଏମିତି ସବୁ କଥା ସବୁ କୁହାଯାଉଛି। କିଏ କହୁଛନ୍ତି ଆମ ଗୁରୁ ହେଉଛନ୍ତି ଭଗବାନଙ୍କର ଅବତାର, କିଏ କହୁଛନ୍ତି ଆମ ଗୁରୁ ହେଉଛନ୍ତି ଏମିତି ସବୁ ମାନେ ଭଗବାନଙ୍କ ଅବତାର ତ କହିଲେ ଗୋଟେ ବଡ଼ କଥା ହେଇଗଲା।
ଅଗ୍ରଗତି ହେଉଛି, ପୋଲ ଏସବୁ ହେଉଛି, ତେଣୁ ଟିକେ କମିଯାଇଛି। ନାଉରିଆ ପ୍ରଥମେ ଲକ୍ଷ୍ୟ କରେ ପବନଟା କେଉଁ ଦିଗକୁ ବହୁଛି। ତେବେ ଯେଉଁ ଦିଗକୁ ପବନ ବହୁଛି ସେ ଯେଉଁ ତା ପାଖରେ ଯେଉଁ ପାଲଟି ଥାଏ ସେ ପାଲଟାକୁ ସେଇ ଦିଗକୁ ସେ ଦିଏ। ତାଦ୍ୱାରା ନାଉରିଆର କାତ ଆଉ ଯେ ଲୋକ ବସିଥାନ୍ତି ସିଏ ପକାନ୍ତି ଆହୁଲା। ଇଏ ଦୁଇଟି ସାଙ୍ଗରେ ଇଏ ଗୋଟିକ ହେଉଛି ଯେଉଁ ପାଲ ଟଣା, ଇଏ ତିନୋଟି ଜିନିଷ, ଇଏ ତିନୋଟି ସାମଗ୍ରୀକୁ ନେଇ ନାଉରିଆ ସେ ପାଖରେ ପହଞ୍ଚେ। ଏ କୂଳରୁ ସେ କୂଳକୁ ଯାଏ। ଠିକ୍ ସେହିପରି ଜୀବନ ହେଉଛି ଗୋଟିଏ ଡଙ୍ଗା, ଗୋଟିଏ ନାବ। ସେ ବଡ଼ ନାବ ହଉ ଛୋଟ ନାବ ହଉ ସେଗୁଡ଼ାକ କିଛି ନାହିଁ, ନାବ ତ ନାବ। ସେଇ ନାବରେ ମୁଣ୍ଡରେ ଠେକା ବାନ୍ଧି କାତଟିକି ଧରି ଅପେକ୍ଷା କରିଛନ୍ତି ନାଉରିଆ ମାନେ ଡଙ୍ଗାରେ କିଏ ବସିବ ତାକୁ ସେ ପାରି କରିବେ। ନାଉରିଆ ଯେତିକି ଗୁରୁତ୍ୱପୂର୍ଣ୍ଣ, ନାଉରିଆ ହାତରେ ଥିବା କାତ ସିଏ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଆହୁଲା ମଧ୍ୟ ସିଏ ଯେତିକି ଗୁରୁତ୍ୱପୂର୍ଣ୍ଣ। ସବୁ କଥା ସେଠି ଗୁରୁତ୍ୱପୂର୍ଣ୍ଣ। ଆମେ କେବଳ ବସିବା ଲୋକ ଡଙ୍ଗାରେ ବସିକିରି ଗଡ଼ ଗଡ଼ ହଉ, ଏଇଟା ଏମିତି କର, ସେମିତି ଡଙ୍ଗାର କାତ ପକା, ସେମିତି ଏଇ ମାନେ କିଛି ନ ଜାଣିଥିବା ଲୋକ ସେ ଯଦି ଶାସ୍ତ୍ର ଆଲୋଚନା କରିବେ, କିଛି ନ ଦେଖିଥିବା ଲୋକ ସେ ଯଦି ଭଗବାନଙ୍କର ବିଶ୍ୱରୂପ ବର୍ଣ୍ଣନା କରିବେ ତାକୁ ଲୋକ ଶୁଣିବେ, କିନ୍ତୁ କାହାର କିଛି ମନେ ରହିବନି। ନନ୍ଦିଘୋଷ ରଥ ଉପରେ ଗୁରୁ ରଥକୁ ଚଳଉଛନ୍ତି। ସେ ଗୁରୁ କିଏ? ଦେବକୀ ପରମାନନ୍ଦମ୍ କୃଷ୍ଣଂ ବନ୍ଦେ ଜଗଦ୍ଗୁରୁ। ତେଣୁ ସିଏ ବସିଛନ୍ତି ଡଙ୍ଗା, ରଥ ଚଳେଇବେ ଏବଂ ସେ ରଥରେ ପ୍ରକୃତ ପାରି ହେବା ଲୋକ କିଏ? ସିଏ ହେଉଛନ୍ତି ଦ୍ୱିତୀକୃଷ୍ଣ ଅର୍ଜୁନ। କୃଷ୍ଣ ରଥ ଚଳେଇବେ, ଦ୍ୱିତୀକୃଷ୍ଣ ଅର୍ଜୁନ ରଥରେ ବସି ପାରି ହେବେ ଏବଂ ଏ କଥାକୁ ବର୍ଣ୍ଣନା କରୁଛନ୍ତି ଆଉ ଜଣେ କୃଷ୍ଣ, ସିଏ ହେଉଛନ୍ତି ଦ୍ୱୈପାୟନ କୃଷ୍ଣ ବା ବ୍ୟାସଦେବ। ଏଠି ତିନୋଟି କୃଷ୍ଣଙ୍କର ସମନ୍ୱୟ ହେଇଛି। ଜଣେ ବସିଛି, ଜଣେ ଡଙ୍ଗା ଚଳଉଛି, ରଥ ଚଲଉଛି, ଆଉ ଜଣେ ଲେଖୁଛି। ବ୍ୟାସ ଯଦି ସେ ଦିନର କଥାକୁ ଲେଖି ନଥାନ୍ତେ, ଆଜି ଆମେ ଗୀତା କ'ଣ, ଭାଗବତ କ'ଣ, ବେଦ କ'ଣ, ବେଦାନ୍ତ କ'ଣ, ଇଏ ସବୁ ସମ୍ପର୍କରେ ଆମର ସାମାନ୍ୟତମ
ଜ୍ଞାନ ବି ଉଦୟ ହେଇନଥାନ୍ତା। ତେଣୁ କଥା ହେଉଛି ପ୍ରତ୍ୟେକ ଜୀବନରେ ଏ ତିନୋଟି କଥା ନିହାତି ଦରକାର। ସେ ରୋଷେଇ ଘର ଠାରୁ ଦେଶର ଯେକୌଣସି ପାର୍ଲିଆମେଣ୍ଟ ହଉ ଏସେମ୍ବଲି ଯେଉଁ ଯାକେ ଆପଣ ଯିବେ ସବୁ ଜାଗାରେ ତିନୋଟି ମହାଶକ୍ତିର ଉପସ୍ଥିତି ନିତ୍ୟାନ୍ତ ଜରୁରୀ। ଏହି ତିନୋଟି ମହାଶକ୍ତି ସେଇଟା ବଜାର ଘାଟରେ ବିକ୍ରି ହୁଏ ନାହିଁ, ନା କିଏ ତାକୁ ଉଦ୍ଧାର କରଜ ଦିଏ ନାହିଁ। ସେଇଟା ଆମରି ଭିତରେ ଅଛି, ସେ ଆପେ ଆପେ ଉଦ୍ଭବ ହୁଏ ବା ସ୍ଫୁରଣ ହୁଏ। ଯେମିତି ଅର୍ଜୁନ ଜାଣିଛନ୍ତି ମୁଁ ଯୁଦ୍ଧ କରିବାକୁ ଯିବି, ସିଏ ଜାଣିଛନ୍ତି ମୁଁ କାହା ସହିତ ଯୁଦ୍ଧ କରିବି, ସିଏ ବି ଆହୁରି ଜାଣିଛନ୍ତି ତାଙ୍କ ରଥର ସାରଥୀ କିଏ ହେବେ। ଏ କଥା ସବୁ ସେ ଜାଣିଛନ୍ତି, କିନ୍ତୁ ଯେତେବେଳେ ରଥ ଉପରେ ଆସି ବସିଲେ ସେ ଗୁରୁକୃଷ୍ଣ ରଥ ଆଗରେ ଅଛନ୍ତି, ତାଙ୍କୁ ଆଗ ପ୍ରଥମେ ସେ କିଛି ସମ୍ମାନ ଦେଇନାହାନ୍ତି, ଭୁଲି ନାହାନ୍ତି, କିନ୍ତୁ ତାଙ୍କ କର୍ତ୍ତବ୍ୟଟି ସେ କରିନାହିଁ। ମୁଁ ଗୋଟେ ଚିକିତ୍ସାଳୟରେ ମୋତେ କ'ଣ ନେଇ ସବୁ କରୁଥିଲି, ଚିକିତ୍ସା କରୁଥିଲି। ଗୋଟିଏ ଏ ଯେଉଁ ଦିଦି ନର୍ସ ମାନେ ସେ ସବୁ ତାଙ୍କର ପାଳି ଅନୁଯାୟୀ ସବୁ ସେବା କରନ୍ତି। ସେ ଗୋଟିଏ ଦିଦି ଆସି ତାର ସେ କ'ଣ ସବୁ ସେ କ'ଣ ସବୁ ଇଞ୍ଜେକ୍ସନ ଦେଲା। ସବୁ ଦେଇ ସାରିଲା ପରେ ଶେଷରେ ଯାଇକିରି ମୋତେ ନମସ୍କାର କଲା। ମୁଁ କହିଲି ମା କ'ଣ ନମସ୍କାରଟା କଲୁ, କ'ଣ ତୁ ଘରକୁ ତୋ ଛୁଟି ହେଇଗଲା କି, ସମୟ ହେଇଗଲା କି ପଳେଇବୁ ଘରକୁ? ସିଏ ମୋତେ କହୁଛି ମୁଁ ଆପଣଙ୍କୁ ଚିହ୍ନିଛି, ଆପଣ ଆମ ଡାକ୍ତରଖାନାରେ ଅଛନ୍ତି ଏକଥା ମଧ୍ୟ ମୁଁ ଜାଣିଛି। ମୋର ଆଜି ଆପଣଙ୍କ ସେବା ପାଇଁ ଯେଉଁ ଡ୍ୟୁଟିଟା ପଡ଼ିଛି ତାକୁ ମଧ୍ୟ ମୁଁ ଜାଣିଛି ବା ଶୁଣିଥିଲି। ମୁଁ ସେବା ଆପଣଙ୍କର କରୁଛି, ଯାହା ଦରକାର ସାଲାଇନ୍ ଫାଲାଇନ୍ ଏଗୁଡ଼ା ସବୁ କରୁଛି, କିନ୍ତୁ ମୋର ଗୋଟାଏ କଥା ଭୁଲ ହେଇଯାଇଥିଲା, ମୁଁ ଆପଣଙ୍କୁ ନମସ୍କାର କରିନଥିଲି। ତେଣୁ ବର୍ତ୍ତମାନ ମୋର ଏମିତି କାମ ସରିଲା, ମୁଁ ମନେ ପକେଇଲି କେଉଁ କାମ ମୋର ଡ୍ୟୁଟି ଥିଲା, କେଉଁ କାମ କରିବା ପାଇଁ, କେଉଁ କାମ ଗୁଡ଼ାକ ସରିଲା, ଆଉ କେଉଁ କାମଟା ରହିଲା। ମୁଁ ଦେଖିଲି ସବୁ କାମ ସରିଯାଇଛି, କିନ୍ତୁ ମୁଁ ପ୍ରଥମରୁ ଭୁଲ କରିଛି ଯେ ଆପଣଙ୍କୁ ମୁଁ ନମସ୍କାର ଜଣେଇନି। ତେଣୁ ସେଇ କଥାଟା ଟିକେ ବିଳମ୍ବ ହେଲେ ବି ମୋର କର୍ତ୍ତବ୍ୟ ଦୃଷ୍ଟିରୁ ମୁଁ କ୍ଷମା ମାଗୁଛି, ମୁଁ ନମସ୍କାର ଦେବି। ଏଇ କଥାଟା ଯେତେବେଳେ ସେ କହିଲା, ଆମେ ତ ଆଉ ସେ ନାଟକ ସିନେମା ଥିଏଟର କଥା ଭାବୁନା, ଯେଉଁଟା ଭାବୁ ସେଇଟା ଠାକୁରଙ୍କ କଥା ବା ଗୋଟେ ଭଲ କଥା ଭାବିବୁ। ସେତିକି ବେଳେ ମୋର ମନେ ପଡ଼ିଲା ଯେ ଅର୍ଜୁନ କହିଲେ ପ୍ରଭୁ ମୁଁ ଜାଣିଛି ଏ ରଥର ସାରଥୀ ହେଉଛନ୍ତି ଆପଣ, ଆପଣଙ୍କ ଭଳି ମହାନ ବ୍ୟକ୍ତି ଆଉ ଏ ଜଗତରେ କିଏ ଅଛି?
ମୋ ପାଇଁ ମୋ ଜୀବନର ରଥୀ କହିଲେ ଆପଣ, ଆଉ କେହି ନୁହନ୍ତି। ତଥାପି ମୁଁ ଭ୍ରମ, ମୋ ମୁଣ୍ଡରେ ଏମିତି ଗୋଟେ ଭ୍ରମ ପଶିଯାଇଛି ଯେ ମୁଁ ମନା କରିଦେଲି ଯେ ମୁଁ ଯୁଦ୍ଧ କରିବି ନାହିଁ। କାହିଁକି ମନା କଲି? ମୁଁ ପ୍ରଥମେ ଆପଣଙ୍କୁ ଭୁଲିଗଲି। କାରଣ ଏଇ ଯେଉଁ ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର, ଗୁରୁ ସାକ୍ଷାତ ପରଂ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ମୁଁ ଆଗେ ପ୍ରଥମ ବାକ୍ୟକୁ ଭୁଲିଗଲି। ତେଣୁ ଇଏ ଗୋଟେ ବିରାଟ ଭୁଲ ହେଇଗଲା। ଦ୍ୱିତୀୟରେ ମୁଁ ଜାଣିଛି ଯୁଦ୍ଧ କରିବି କୌରବମାନଙ୍କ ସହିତ। ସେମାନେ ସମସ୍ତେ ମୋ ଭାଇ। ଯେତେ ବନ୍ଧୁବାନ୍ଧବ ଏଠିକି ଆଇଛନ୍ତି ସମସ୍ତେ ମୋର ବି ବନ୍ଧୁ। ମୁଁ ଜାଣିଛି ତାଙ୍କ ସହିତ ଯୁଦ୍ଧ କରିବି, କିନ୍ତୁ ମୁଁ ଆପଣଙ୍କୁ ନିବେଦନ କରୁଛି ଯେ ମୁଁ ଯୁଦ୍ଧ କରିବିନି। କାହିଁକି ଯୁଦ୍ଧ କରିବନି? ଆତ୍ମୀୟ ସ୍ୱଜନମାନଙ୍କୁ ବଦ୍ଧ କରି ମୁଁ ଗୋଟେ ରାଜା ହେବି, ନହେଲେ କ'ଣ କିଛି ଅସୁବିଧା ହେବ? ମୁଁ ରାଜା ନହେଲେ ଦୁର୍ଯ୍ୟୋଧନ ହେବ। ଯଦି ଧର୍ମ ସିଂହାସନରେ ଯୁଧିଷ୍ଠିର ନ ବସିବେ, ଦୁର୍ଯ୍ୟୋଧନ ବସିବେ। ସେ ତ ମୋ ଭାଇ, ମୋର କିଛି କ'ଣ ଅଭାବ ରହିବ? ତେଣୁ ମୁଁ ଯେଉଁ ଦ୍ୱିତୀୟ ଭୁଲଟି କଲି ଜୀବନରେ, ଗୁରୁଙ୍କର କଥା, ଆପଣ ମୋର ଗୁରୁ, ଆପଣ ମୋର ଇଷ୍ଟ, ଆପଣ ମୋର ସଖା, ଆପଣ ମଧ୍ୟ ମୋର ବନ୍ଧୁ। ଏତେ ଗୁଡ଼ାକ ସମ୍ବନ୍ଧ ଥାଇକରି ମଧ୍ୟ ଆପଣଙ୍କ ମୁଖ ନିଃସୃତ ବାଣୀକୁ ମୁଁ ଅବମାନନା କଲି। କେଡ଼େ ବଡ଼ ଅପରାଧ ମୁଁ କଲି ଯେ ଗୁରୁଙ୍କର କଥାକୁ ମୁଁ ନିଜେ ହିଁ ଖଣ୍ଡନ କରିଦେଲି। এইটা হবার। তেণু প্রভু ମୁଁ କ୍ଷମା ମାଗୁଛି, ଆଉ ଗୋଟିଏ କଥା କହୁଛି, ମୁଁ ଯଦି ଆପଣଙ୍କର ଶିଷ୍ୟ ହେବି, ଆପଣ ଯଦି ମୋର ସବୁଦିନ ପାଇଁ ଗୁରୁ ହେଇ ରହିଲେ, ତାହେଲେ ମୋତେ ଏତିକି ଆଶୀର୍ବାଦ କରନ୍ତୁ, ମୁଁ ଆପଣଙ୍କ କଥାକୁ, ଆଦର୍ଶକୁ, କର୍ମକୁ, ବ୍ୟବହାରକୁ ମୁଁ ମାନିବି। ମନ୍ତ୍ରମୂଳମ୍ ଗୁରୁର୍ ବାକ୍ୟ। ତେଣୁ ଏଇ ଅପରାଧକୁ ଖଣ୍ଡନ କରିବା ପାଇଁ ମୁଁ ଆପଣଙ୍କୁ ବିନମ୍ର ନିବେଦନ କରୁଛି। ଗୀତାର ଏହି ଶ୍ଲୋକଟି ସୁନ୍ଦର ହେଇଛି। କାପନ ଦୋଷ ପୃଚ୍ଛା ଯଶ୍ରେୟ কাপন কাপন্ন দোষ অর্থাৎ কৃপণতা।
ମୋ ଦେହରେ ସାମର୍ଥ୍ୟ ଅଛି, ଶିବଙ୍କର ବର ପାଇଛି, ଆପଣଙ୍କ ଠାରୁ ଆଶୀର୍ବାଦ ପାଇଛି, ମୋ ଭାଇ ଯୁଧିଷ୍ଠିର ମୋତେ ଆଶୀର୍ବାଦ କରିଛନ୍ତି। କିନ୍ତୁ ମୁଁ ଏତେ କଥା ପାଇସାରିକିରି ମଧ୍ୟ ମୋ ପାଖରେ ଧନ ଅଛି। ଧନ କହିଲେ ଶକ୍ତି ଅଛି, ବୁଦ୍ଧି ଅଛି, ଜ୍ଞାନ ଅଛି, ବିବେକ ଅଛି, ବିଚାର ଅଛି। ମୋର ଏଇ ଜୀବନ ଭିତରେ ସବୁ ଯାକ ଅଛି। ଯେମିତି ଆଜିର ମଣିଷ ପାଖରେ ସବୁ ଅଛି, କିନ୍ତୁ ସବୁ ଥାଇ ସବୁ ତ ଅଛି, କୋଉଟା ଭୁଲ କୋଉଟା ଠିକ ତାକୁ ଭଲ ଭାବରେ ଜଣାଅଛି। ଆଜି ଆପଣ ଦେଖିବେ ବନ୍ଦୀଶାଳାରେ ଯେଉଁମାନେ ବନ୍ଦୀ ହେଇଛନ୍ତି, ମୁଁ କିଛି ଦିନ ବନ୍ଦୀଶାଳା ସବୁ ବୁଲିକି ପିଲାମାନଙ୍କୁ ସେମାନଙ୍କୁ ଟିକେ କହୁଥିଲି, ଏବେ ଆଉ ଯାଉ। କିନ୍ତୁ ସେମାନେ ବି ଭୁଲଟା କ'ଣ ସେ ଜାଣିଛନ୍ତି, କିନ୍ତୁ ଭାବରେ ନୁହଁ, ଭାବ ପ୍ରବଣତାରେ ଅଜ୍ଞାନରେ ଜାଣିକିରି ସେ ଭୁଲ କରୁଛନ୍ତି। ଆଉ ସେ ଦଣ୍ଡ ପାଇବେନି, ଆଉ କ'ଣ ଆଉ ଜଣେ ଦଣ୍ଡ ପାଇବେ? ଦଣ୍ଡୋଦମୟତାମସ ଗୀତାରେ ଲେଖା ଅଛନ୍ତି, ଆପଣ ନିଜେ ଦଣ୍ଡ ରୂପରେ ଦୋଷୀକି ଦଣ୍ଡ ଦିଅନ୍ତି। ମଣିଷ ଯେଉଁ ବିଚାର କରେ ସେ କେତେବେଳେ ଦୋଷୀକି ନିର୍ଦ୍ଦୋଷୀ କରିଦିଏ, କେତେବେଳେ ନିର୍ଦ୍ଦୋଷୀକି ଦୋଷୀ କରିଦିଏ, କେତେବେଳେ ଲାଞ୍ଚ ଫାଞ୍ଚ ବି କାଳେ ନେଇକି ତାକୁ ବି ଏପଟ ସେପଟ କରିଦିଏ। ଇଏ ମଣିଷ କ'ଣ ବିଚାର କରିବ? ମଣିଷ ବିଚାରରେ କିଛି ନାହିଁ। ପଦ୍ମ କହୁଛନ୍ତି କୁଶ କେତୁ ଆସନ, ମୋର ଆସନ ହେଉଛି ବ୍ରହ୍ମାଙ୍କର ପାଦ ତଳେ। ବ୍ରହ୍ମା ଯେଉଁ ପଦ୍ମ ଉପରେ ବହିଛନ୍ତି, କୁଶ କେତୁ ଆସନ ମୁଁ ବ୍ରହ୍ମାଙ୍କର ଆସନ। ଶ୍ରୀନିବାସ ମୁଁ ଲକ୍ଷ୍ମୀଙ୍କର ଘର। ମୋତେ ଲୋକମାନେ ପଦ୍ମାଳୟା ବୋଲି ଡାକନ୍ତି। କୃଷ୍ଣ କରେ ଥାଇ, ହଁ କୃଷ୍ଣ, ମୁଁ କୃଷ୍ଣଙ୍କ ହାତରେ ଥାଏ ବା ନାରାୟଣଙ୍କ ହାତରେ ଶଙ୍ଖଚକ୍ର ସହିତ ଗଦା ପଦ୍ମ ଥାଏ। ଆଉ ନାଥ ଦିନେଶ, ମୋ ସ୍ୱାମୀ କିଏ ଜାଣିଛ? ମୋ ସ୍ୱାମୀ ହେଉଛନ୍ତି ଦିନେଶ, ଇଏ ଜଗତର ମାଲିକ, ସେ ହେଉଛନ୍ତି ମୋର ସ୍ୱାମୀ। ନ କରେ ଥାଇ ନାଥ ଦିନେଶ। ଏମାନେ ଚାହିଁଲେ ପୃଥିବୀକୁ ଓଲଟେଇ ଦେବେ, ଆଲୋକକୁ ଅନ୍ଧାର କରିଦେବେ। ସେଇ ବନ୍ଧୁ ହେଉଛନ୍ତି ମୋର ସ୍ୱାମୀ। କିନ୍ତୁ କେହି ରଖିଲେନି ସେକାଳେ। ତାମାନେ କହିଲେ ଶିଶିର ପଡ଼ିଗଲା, ପଦ୍ମବନ ପଡ଼ିଗଲା, ମୋ କପାଳ ଏମିତି ଯେ ମୋତେ ଆଉ ସେତେବେଳକୁ କେହି ରଖିପାରିଲେ। ସୂର୍ଯ୍ୟ ରଖିପାରିଲେନି, କି ଲକ୍ଷ୍ମୀ ରଖିପାରିଲେନି, କେହି ତ ରଖିଲେନି। ପଦ୍ମବନ ପୋଡ଼ିଗଲା। ଆଉ ତେଣୁ ସଂଘାଶ୍ରିତ ହେଲେ ବା ସଂଘମୟ ଜୀବନ ଯାପନ କଲେ ଏହି ସବୁ କଥାକୁ ଜାଣିବାକୁ ହୁଏ। କାଫନ୍ନ ଦୋଷ
ଉପହତ ସ୍ୱଭାବ। ମୁଁ ଗୋଟିଏ ବଡ଼ କୃପଣ, ମୋ ହାତରେ ବହୁତ ବଳ ଅଛି, ମୋ କାନ୍ଧରେ ଯେଉଁ ଧନୁଟା ଅଛି ଏକାଥରେ କ'ଣ ବୋଲି କ'ଣ କରିଦେବ। କିନ୍ତୁ ମୁଁ ବର୍ତ୍ତମାନ ଆପଣଙ୍କୁ କହୁଛି, ଆପଣ ମୋର ଗୁରୁ, ମୁଁ ଆପଣଙ୍କର ଶିଷ୍ୟ, କିନ୍ତୁ ମୁଁ ବର୍ତ୍ତମାନ ଗୁରୁ ଭଳି କହୁଛି ଯେ ମୁଁ ଯୁଦ୍ଧ କରିବିନି। ତେଣୁ ଏଇ ଗୋଟାକ ହେଉଛି ମୋର ଦୋଷ। ମୁଁ ଆଜିଠାରୁ ଆପଣଙ୍କର ଶିଷ୍ୟ ହେଲି, ଆପଣ ମୋତେ ଶାସନ କରନ୍ତୁ। ଶିଷ୍ୟମାନେ ଶାସନ, ଶିଷ୍ୟମାନେ ସଂଯମ, ଶିଷ୍ୟମାନେ ଆଶ୍ରିତ। ମୋତେ ଶାସନ କରନ୍ତୁ ଏବଂ ମୋତେ ଭଲ ମଣିଷ କରି ଗଢ଼ନ୍ତୁ। ଆଜି ତ ପୃଥିବୀ ଯାକ ସବୁଆଡ଼େ ଦେବ ମନ୍ଦିର ଯେତିକି ଗୁରୁମାନଙ୍କର ମନ୍ଦିର ତାଠୁ ଅଧିକା ହେଇଗଲା। କିନ୍ତୁ ଶିଷ୍ୟ କେତେ ଜଣ ଅଛନ୍ତି ତାକୁ ଯଦି ଆମେ ପରୀକ୍ଷା କରିବା ତାହେଲେ ଆମ ମନ ଜାଣିବ ଯେ ପ୍ରକୃତରେ ଯାହା କହୁଛନ୍ତି ଇଏ ସେଇଆ ନୁହନ୍ତି। ଆମ ଓଡ଼ିଶାର ଜଣେ ମହାପୁରୁଷ ଲେଖିଛନ୍ତି, ସେ ଅଚ୍ୟୁତାନନ୍ଦ ନୁହନ୍ତି, ସେ ହେଉଛନ୍ତି ବିଶ୍ୱଗୁରୁ ବାୟା। ଜଣେ କହେ ଜଣେ ମାନିଲେ ଦୁହେଁ କହେ ଜଣେ କହେ ମାନିଲେ ଦୁହେଁ ହୁଅନ୍ତି ଜଣେ। ଆପଣମାନେ ବାସ୍ତବ କଥାଟାକୁ ସବୁବେଳେ ଜାଣି ଚିନ୍ତା କଲେ ଆପେ ଆପେ ବହୁତ କଥା ବୁଝିବେ। ଆମ କଥା ଠାରୁ ସେ କଥାଟା ବେଶୀ ଭଲ ହେବ। ଆପଣ ଦେଖନ୍ତୁ, ଗୋଟେ ଅଧୀନରେ ଇସ୍କନ ବୋଲି ଗୋଟେ ସଂସ୍ଥା ଏଇ କେତେ ବର୍ଷ ହେଲା ବାହାରିଛନ୍ତି, ସେ ରଥଯାତ୍ରା କରୁଛନ୍ତି। ତାଙ୍କୁ ଆଜିକି 5 ବର୍ଷ 7 ବର୍ଷ ପୂର୍ବରୁ ତାଙ୍କୁ ସବୁବେଳେ କୁହାଯାଉଛି ତୁମେ ଅଧୀନରେ ରଥଯାତ୍ରା କର ନା। 9ଟି ଦିନ ପ୍ରଭୁ ଆସୁଛନ୍ତି ଯାଉଛନ୍ତି, ଏ 9 ଦିନ ଭିତରେ ଆଉ ଗୋଟାଏ ଦିନ ତୁମେ କରୁନ, ଗୋଟାଏ ଦିନ ତୁମେ କରୁନ। ତାଙ୍କର ଜିଦ୍ ଲାଗିଛି ଆମେ ଅଧୀନରେ ରଥଯାତ୍ରା କରିବୁ। ସେ କରୁଛନ୍ତି। ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ କହିଲେ, ଠାକୁର ରାଜା ତା ପୂର୍ବରୁ 2 ଥର 3 ଥର କହିଛନ୍ତି, ଶଙ୍କରାଚାର୍ଯ୍ୟ କହିଛନ୍ତି କି ନାହିଁ ମୁଁ ମନେ ନାହିଁ। ଏତେ ଲୋକ କହିବା, କେହି ରଖି ନ ପାରିଲେ ସେକାଳେ ବିହି ଭୋଗ ଥିଲା ଦା କପାଳେ। ଇଏ ହେଉଛି ପଦ୍ମର ଆତ୍ମକଥା। ଠିକ୍ ସେହିପରି ସମସ୍ତେ କହୁଛନ୍ତି, ମୁଁ ଶୁଣୁଛି। ମୁଁ ବି ଚାହିଁଲେ ଗୋଟେ ପ୍ରେସ୍ ଡାକିକିରି ମୁଁ ବି କହିଦେଇପାରିବି, କିନ୍ତୁ ମୁଁ ଏପର୍ଯ୍ୟନ୍ତ କିଛି କହିନି। କାହିଁକି କହିନି? ମୁଁ ଗୋଟେ କଥା ଭାବୁଛି, ଏଇ କଥାଟା ଭାବୁଛି, ଜଣେ କହେ ଜଣେ ମାନିଲେ ଦୁହେଁ ହୁଅନ୍ତି ଜ୍ଞାନୀ, ଜଣେ କହେ ଜଣେ ନ ମାନେ 2 ଜଣ ଅଜ୍ଞାନୀ। ଠାକୁର ରାଜା ଆମ ଓଡ଼ିଶାରେ ଗୋଟେ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ଭାବରେ ଆମେ ତାଙ୍କୁ ସମ୍ମାନ ଦେଉ। ସିଏ କହିଲେ, ଓଡ଼ିଶାର ଦାୟିତ୍ୱରେ ବର୍ତ୍ତମାନ ଯେଉଁ ସରକାର ଅଛନ୍ତି ସେ ବି କହିଲେ,
ଆହୁରି ବଡ଼ ବଡ଼ ପଣ୍ଡିତମାନେ ଜ୍ଞାନୀମାନେ ବି କହିଲେ ସେ ମାନିଲେନି। ଏଥିରେ ଜ୍ଞାନୀ କିଏ ଅଜ୍ଞାନୀ କି? ତାମାନେ ଯାହାଙ୍କ କଥାକୁ ନ ମାନିଲେ ସେମାନେ ପ୍ରମାଣ କରିଦେଲେ ତମେ ସବୁ ଅଜ୍ଞାନୀ। ଆମେ ରଥ ଚଳେଇବୁ, ତମେ ଆମର କ'ଣ କରିବ କର। ମୁଁ କହିଲି ମୁଁ କିଛି କହିବିନି, ଯେଉଁଦିନ କହିବି ଏଇ କଥାଟାକୁ କହିବି। ସେ ଚଳଉ ରଥ ତାର କେତେ ଦିନ ରଥ ଚଳେଇବା କଥା, କେତେ ବର୍ଷ, ତାକୁ ଗୋଟେ ଛାଡ଼ିଦିଅ। ସେ କ'ଣ ରଥ ତ ଚଳେଇବା, ଆଉ କ'ଣ ଗୋଟେ ଆମ ଭାରତର ସୁନା ରୂପା ନେଇଯିବ ନା କ'ଣ? ଏମିତି ଅନେକ ସମୟରେ ଆମେ ଆପଣ ଆଉ ଗୋଟେ କଥା ବି ଏବେ ଆପଣମାନେ ଜାଣିଛନ୍ତି, ମୁଁ ଚାହିଁଲେ ମନେ ପକାଇ ଦେଉଛି। ଦୀଘାରେ ଗୋଟିଏ ଜଗନ୍ନାଥ ମନ୍ଦିର ଜଣେ କଲେ, ସେ ମୁଖ୍ୟମନ୍ତ୍ରୀଟି କଲେ, ଭଲ ହେଲା। ଧାମ ନେଖିଲେ। ଆରେ ଜଗନ୍ନାଥ ଧାମ, ବୃନ୍ଦାବନ ଧାମ, ବଦ୍ରୀନାଥ ଧାମ, ଆଉ ଦୀଘା ଧାମଟା କୋଉ ଶାସ୍ତ୍ରରେ ଲେଖା ହେଇନି। ଜଗନ୍ନାଥଙ୍କ ମନ୍ଦିର କଲ, ଭଲ କଥା। ପଥରରେ ପୁଣି ଜଗନ୍ନାଥଙ୍କ ମନ୍ଦିର ହବ, ଜଗନ୍ନାଥଙ୍କ ମୂର୍ତ୍ତି। ମୁଁ ଯାଇଥିଲି ଏବେ ବୁଲିକି ଦେଖିକି ଆଇଲି। ମୁଁ ଦଣ୍ଡବତ ମୋତେ ମାଇଲାନି, ଆଉ ଦଣ୍ଡବତ ହେବି, ମୁଁ ପଳେଇ ଆଇଲି। କିନ୍ତୁ ମୁଁ ଲେଖିବି, ତମେ ମୋର କ'ଣ କରିବ? ରାଜା ବି ଚିଠି ଦେଲେ, ମୁଖ୍ୟମନ୍ତ୍ରୀ ବି ଚିଠି ଦେଲେ, ସିଏ କିନ୍ତୁ ଧାମ ଲେଖିଲା। ଲେଖିକି ତାର ଫଳାଫଳ କ'ଣ ହେଲା? ଏ ଯେଉଁ ସରକାର ଆସିଲେ ତାକୁ ଲିଭେଇଲେ। ଆଉ ତେଣୁ ଧର୍ମ ବୋଲି ଗୋଟେ ଏମିତି କଥା କହିଦେଲେ ଗୋଟେ ଧର୍ମ ଧାର୍ମିକ ହେଇଯିବ, ଏଇଟା କେବେ ବି। ଧର୍ମ ଏକ ପୋତ ଆମେ ଆଜି ଏଇଠି ବସିଛୁ। ଯେଉଁ ଗାଁଟା ନାଁ ମନେ ପଡ଼େ, ଏଇଟା ସାଲେପୁର ବାଲିସାହି ରୋଧପୁରା। ମୋତେ ଯାହା ଲେଖିଦେଇଛନ୍ତି ମୁଁ କ'ଣ କରିବି। ଆଉ ତାପରେ ପ୍ରସନ୍ନ କୁମାର ଦାସଙ୍କ ବାସଭବନରେ ଆଜି ଗୋଟେ କାର୍ଯ୍ୟକ୍ରମ ହେଉଛି। ଆଉ 2-3 ବର୍ଷ ଗୋଟେ ପବ୍ଲିକ୍ କାର୍ଯ୍ୟକ୍ରମ ହେଇଥିଲା, ତଳେ ହେଇଥିଲା, ଆପଣ ଜାଣିଛନ୍ତି। ସେ ନହେଲା ନାହିଁ, ଆମ ଆ ଭିତରେ କ'ଣ ଅସୁବିଧା ହେଉଛି କି? ଆମେ ଯେଉଁଠି ତାଙ୍କ କଥା ଗୁଣାନୁବାଦ କରିବୁ, ସିଏ ସେଇଠି ଆଜି ପହଞ୍ଚିବେ। ଆଉ ଏଇଠି ଆସିବେନି, ସେଇଠି ଆସିବେ। ସେଇଠି କାହିଁକି ଯିବେ? ଏଇଟା କ'ଣ ଆମର, ସେଇଟା କ'ଣ ତାଙ୍କର? ତେଣୁ ଗୀତାର ଭାଷ୍ୟକୁ ଯଦି ଆମେ ଜାଣିବା, ସର୍ବତୋ ପାଣିପାଦାନ୍ତ ସର୍ବତୋ ସର୍ବତୋ ଗୀତା ଆହୁରି ସୁନ୍ଦର ଭାବରେ କହିଲେ, ସର୍ବସ୍ୟ ମନା କରିଦେଇଥିଲି। ଏ ବର୍ଷ ପ୍ରୋଗ୍ରାମ ବାତିଲ। ମନା କରିବାଟାକୁ ମଧ୍ୟ ସେ ଗ୍ରହଣ କରିଥିଲେ। ବାବାଙ୍କର ଯଦି ଦେହ ଅସୁସ୍ଥ ଅଛି, ଆଗ ବାବା ସୁସ୍ଥ ହୁଅନ୍ତୁ,
ଆଉ କେଉଁଦିନ ଗୋଟେ କରିବା। ଆଶ୍ରମରେ ପହଞ୍ଚିକିରି ସେଇ କଥା ଯେତେବେଳେ ଆଲୋଚନା ହେଲା, ଆମେ ଲୋକଙ୍କୁ ବୁଝଉଛୁ ଏ କଥାଟା ଠିକ୍ ସେ କଥାଟା ଭୁଲ। ଆରେ ଜୀବନରେ ଯଦି ଆସିଛି ସୁଯୋଗ, ହରାଅ ନା ବାବୁ ସେଇ ସୌଭାଗ୍ୟ। ସୁଯୋଗ ହାରିଲେ ଆସଇ ଦୁର୍ଯୋଗ, ସୁଯୋଗ ସୌଭାଗ୍ୟ ହୋଇଯାଏ ବା। ଜୀବନରେ ଗୋଟେ କି 2 ଦିନ ପାଇଁ ଗୋଟେ ସାନ୍ଧ୍ୟ ସତସଙ୍ଗର ଗୋଟେ ସୌଭାଗ୍ୟ ଆଇଛି। ସେ ସୌଭାଗ୍ୟଟା କ'ଣ ତାଙ୍କର ନା ସାଲେପୁର ବାଲାଙ୍କର? ଇଏ ସୌଭାଗ୍ୟଟା ପୃଥିବୀର, ଇଏ ସୌଭାଗ୍ୟଟା ମୋର। ମୁଁ ଯିଏ କହୁଛି ମୋର, ଆପଣମାନେ ଯିଏ ଏଠି ବସିଛନ୍ତି ସମସ୍ତଙ୍କର, ତା ସହିତ ଗୃହକର୍ତ୍ତାଙ୍କର। ଜୀବନରେ ଯଦି ଏଇଭଳିଆ କଥାକୁ ଆମେ ଉପେକ୍ଷା କରିବା, ସେଇଟା ଦାମ୍ଭିକତା ହେଇଯିବ। ସେଇଟା କେବେ ଭଲ ମଣିଷର ଭାଷା ହେବନି। ଗୀତା ବି ସେଥିପାଇଁ କହିଛନ୍ତି ଦମ୍ଭୋ ଦର୍ପ ବି ମାନସ କ୍ରୋଧ ପାରୁଷମେ ଅଜ୍ଞାନଂ ଚାବି। ବଳିଆ ଆସିଲା, କ'ଣ ପାଇଁ ଆସିଲା? ଆମର ପ୍ରସନ୍ନ ବାବୁ ମୋତେ ଦକ୍ଷିଣା ଦେବେ ବୋଲି ଆଇଲା। ପ୍ରସନ୍ନ ବାବୁ ମୋତେ 50,000 ଦେବେ। ଶ୍ରଦ୍ଧା ପାଇଁ ଆସିଲା। ଯେଉଁଠି ଶ୍ରଦ୍ଧା ନାହିଁ ସେଠି ହିମାଳୟ ଭଳି ସୁନା ଗଦା ହେଲେ ବି ସେଗୁଡ଼ାକ କିଛି ନୁହେଁ, ଅଙ୍ଗା। ତେଣୁ ଯେଉଁଠି ଅର୍ଥର ଲାଳସା ସେଇଠି ଅନର୍ଥ ସୃଷ୍ଟି ହୁଏ। ଶ୍ରଦ୍ଧା ପାଇଁ ଭଗବାନ କୃଷ୍ଣ ଗୋପରେ କିଛି ଦିନ ରହିଗଲେ। ଶ୍ରଦ୍ଧା ପାଇଁ ମଥୁରାରେ କୃଷ୍ଣ ସେଠି ବି କିଛି ଦିନ ରହିଗଲେ। ଏ କାହାକୁ ମାରିଲେ କାହାକୁ ତାଳିଲେ ସେଗୁଡ଼ା ହିସାବ ଅଲଗା। ଶ୍ରଦ୍ଧାରେ ଭଗବାନ କୃଷ୍ଣ ମହାଭାରତ ଯୁଦ୍ଧରେ ନିଜେ ରଥ ଧଇଲେ। ଅର୍ଜୁନଙ୍କ ଶରକୁ ଯେତେବେଳେ ପିତାମହ ଭୀଷ୍ମ ଯେତେବେଳେ ମାନେ ବିରୋଧ କରିଛନ୍ତି, ସେତେବେଳେ କୃଷ୍ଣ ହସିଦେଲେ, କହିଲେ ପିତାମହ ଆପଣ ପରା ଶପଥ କରିଥିଲେ ମହାଭାରତ ଯୁଦ୍ଧରେ ଅସ୍ତ୍ର ଧରିବେନି। ନା ହଁ, ମୁଁ କ'ଣ ଅସ୍ତ୍ର ଧରିଛି ନା କ'ଣ? ନା ସେ ହାତରେ କ'ଣ ଧରିଥିଲେ? ନା ସେଇଟା ରଥ ଚକଟା। ରଥ ଚକଟା କ'ଣ ଅସ୍ତ୍ର ନୁହେଁ? ତେଣୁ ଜୀବନରେ କୌଣସି କଥାକୁ ଆମେ ଉପେକ୍ଷା କରିବା। ଆଡ଼େ ସଂଘାଶ୍ରିତ ହେଇଥିବା, ଆଡ଼େ ଘର ଭିତରେ 10-20ଟା ଖଣ୍ଡେ ଫଟୋ ରଖିକିରି ଜଗନ୍ନାଥଠୁ ଆରମ୍ଭ କରି ଗୁରୁଙ୍କ ପର୍ଯ୍ୟନ୍ତ ଗୁଡ଼ାଏ ଫଟୋ ରଖା ହେଇଛି। ଆରେ ଯେତିକି ଫଟୋ ରଖିଲ କେତେ ଫୁଲ ଛିଣ୍ଡଉଛ? ତେଣୁ ସଜ୍ଜନ, ଇଏ ସବୁ କଥା ନୁହେଁ। ଇଏ କଥାରେ କିଛି ନା, ଇଏ କଥାରେ କିଛି ମାନେ ମୂଲ୍ୟ ଅଛି, କିନ୍ତୁ ଏ କଥା କିଛି ବିଶେଷ ଲାଭ କିଛି ହେବନି। ଲାଭଟା କେଉଁଠି ଅଛି? ଆପଣମାନେ ବର୍ତ୍ତମାନ ଲାଭ ପାଉଛନ୍ତି, ମୁଁ ବର୍ତ୍ତମାନ ଲାଭ ପାଉଛି। କାହିଁକିନା ଗୋଟେ ସତ୍ସଙ୍ଗର କେନ୍ଦ୍ରରେ ମୁଁ ବର୍ତ୍ତମାନ କହୁଛି, ମାନେ ମୁଁ ବର୍ତ୍ତମାନ ଗୋଟେ ଲାଭ ପାଉଛି, ଆପଣମାନେ ଗୋଟେ ଲାଭ ପାଉଛନ୍ତି। ଭାଗବତରେ କହିଲେ ମନୁଷ୍ୟ ଜନ୍ମ ରହି
ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ଜଗନ୍ନାଥଙ୍କୁ ଦେଖିବେ କ'ଣ ଗାଇଲେ? ଜଗନ୍ନାଥଙ୍କୁ ଦେଖିକିରି ଗାଇନାହାନ୍ତି, ଆଉ ଗୋଟେ ଜାଗାରେ ଗାଇଲେ। ମୁଁ କହିଦେଲି ଗୋଟେ, କହିଦେଲି ତ, ଆଉ କ'ଣ, ଏଇ ଜଗନ୍ନାଥ କହିଛନ୍ତି। ଆଉ ସେ କ'ଣ ଗାଇଲେ? ଭଜ ଗୋବିନ୍ଦ ସ୍ମର ତେଣୁ ସଂଘଂ ଶରଣଂ ଗଚ୍ଛ। ଗିରିଧର ଗୋବିନ୍ଦ ତାଙ୍କ ଲୀଳା ଯଦି ଆପଣମାନେ ଶୁଣିଥିବେ ବା ଶୁଣିଛନ୍ତି ମଧ୍ୟ, ଓଡ଼ିଆର ପ୍ରତ୍ୟେକ ଘରେ ଅତି ବଡ଼ି ଜଗନ୍ନାଥ ଦାସଙ୍କର ଭାଗବତ ତ ନିଶ୍ଚୟ ଥାଏ। ଏବେ ଟିକେ ପିଲାମାନେ ତାକୁ ଟିକେ ଇଏ କରୁଛନ୍ତି, ପଢ଼ୁନାହାନ୍ତି। କିନ୍ତୁ ଆମେ ଏଠି ଯେତେ ବସିଛେ, ଗୋଟିଏ ଗୋଟିଏ ସଂଘର ସଭାପତି ଏଠି ବସିଛନ୍ତି। ସେ ସଂଘଟା କିଏ? ବୈକୁଣ୍ଠ ସମାନ ଆହା ଅଟେ ସେ। ଆମେ ସମସ୍ତେ ହଉଛୁ ଆମ ଘରର ସଭାପତି, ଆମ ସ୍ତ୍ରୀ ହଉଛନ୍ତି ସମ୍ପାଦକ, କେସିଅର ହଉଛନ୍ତି ପୁଅ ଝିଅମାନେ, କି ଆଉ କିଏ ତାଙ୍କର ଥିବେ। ଆମେ ଯଦି ସେଇ ଘର ଭିତରେ ଆମେ ରହିଛୁ, ଆପଣମାନେ ଭାବୁଥିବେ ମଠରେ ଯିଏ ରହିଛନ୍ତି ସେ ଠାକୁରଙ୍କୁ ପାଆନ୍ତି, ସେଇ ଜାଣିକିରି ଭକ୍ତ କରୁଛୁ। ଜମା ଏଗୁଡ଼ାକ କିଏ? ଇଏ କଥା ମୁଁ ବିଲକୁଲ ହୃଦୟଙ୍ଗମ କରେ। ସିଏ କେତେ ସୁନ୍ଦର ଭାବରେ ଆମକୁ ବୁଝେଇଛନ୍ତି। ଗୃହ କରିବ ଗୃହୀ ମେଳେ, ତାର ଉଦାହରଣ ମଧ୍ୟ ଦେଲେ। ପଙ୍କିଳ ଜେହ୍ନେ ଖାଇ ତୋଡ଼ି ମାଛ ଯଦି କାଦୁଅ ଭିତରେ ରହେ, ତାକୁ ଯେତେବେଳେ କାଦୁଅରୁ କଢ଼ାଯାଏ ତା ଦେହରେ ମାଟି ଲାଗେନି, ତା ଦେହଟା ସେମିତି ପ୍ରଭୁ ଗଢ଼ିଛନ୍ତି। ପଦ୍ମପତ୍ରରେ ଯଦି ଜଳ ରହେ, ପଦ୍ମପତ୍ର ଓଦା ହୁଏନି। ଠିକ୍ ସେହିପରି ଆପଣମାନେ ଗୃହସ୍ଥ, ଅନେକ କୁହନ୍ତି ଆଚ୍ଛା ଗୃହୀ ଲୋକ, ମୋ ଆଗରେ ଯିଏ କହେ ମୋର ଗୋଟାଏ ରାଗ ଚଢ଼ିଯାଏ। ଆଉ ମୁଁ କହିଲି ଆରେ ତୁ ଯେଉଁ ଜାମାଟି ପିନ୍ଧିଛୁ, ଝୁଲାରେ ଚାଉଳଟି ରଖିଛୁ, ଗୋଟେ ମଠ କରିଛୁ, ସେ କେଉଁଟାକୁ ସେ କିଏ ଦେଲା ତାକୁ? କେଉଁ ଲକ୍ଷ୍ମୀ ଆଣି ଦେଇଛନ୍ତି ନା କୁବେର ଆଣି ଦେଇଛନ୍ତି? ଅବଶ୍ୟ ସେମାନେ ଯୁକ୍ତି କରନ୍ତିନି। ବାବୁ
ଯେଉଁମାନଙ୍କ ପାଇଁ ତମେ ଆଜି ମହାରାଜାର ଉପାଧି ପାଇଛ, ସାଧୁସନ୍ତମାନଙ୍କୁ ମହାରାଜା ବୋଲି କୁହାଯାଏ। ସେ ଦାନଟା ହେଉଛି ସେଇମାନଙ୍କ। ସେମାନେ ଗୃହସ୍ଥାଶ୍ରମରେ ରହିକିରି ନାନାଦି ଜଞ୍ଜାଳ ଭିତରେ ରହିକିରି ସିଏ ଆପଣମାନଙ୍କୁ ଦାନ କରିଛନ୍ତି, ସେବା କରିଛନ୍ତି, ସବୁ କରିଛନ୍ତି। ଆଉ ତୁମେ କହୁଛ ସେ ଗୁହି ଗୁଡ଼ାକ, ଯଦି ଗୁହି ଗୁଡ଼ାକ ଖରାପ ତାହେଲେ ତାଙ୍କୁ ସଫା କରିଦିଅ, ଆଉ ତୁମେ ତମର ବାବା ଯାକ ନାଟ କର। ତେଣୁ ସଜ୍ଜନ ଭଗବାନ ସିଏ କହୁଛନ୍ତି ତମେ କାହିଁକି ଏତେ ବ୍ୟସ୍ତ ହଉଛ? ମୁଜାକୁ ହୁଅ পোহরা নহিলে কপুরা ସବୁବେଳେ ଆମକୁ ମନେ ରଖିବାକୁ ପଡ଼ିବ। ଏଟା ଭୁଲି ଯାଉଛୁ ଆମେ, ବହୁତ ବଡ଼ ଭୁଲ ହଉଛି। ମୁଁ ଗୋଟେ ହେଲା ମୁଁ, ଆଉ ମୁଁ କହିବ ନା କ'ଣ କହିବ? ମୁଁ ଠିକ୍ ଅଛି, ଶବ୍ଦଟି ଭଲ ହେଲା। ମୁଁ ଯାଉଛି, ଯାଉଛୁ ଆଉ କ'ଣ? ଆଉ କିଏ ସାଙ୍ଗରେ ଯାଉଛି? ନା ମୁଁ ଏକୁଟିଆ ଯାଉଛି। ସେଇ ଗୁଟାକ ଭୁଲ ହେଇଗଲା। ମୁଁ ଏକୁଟିଆ ଯାଉନାହିଁ। ଆମେ ଯାଉଥାଉ ବଦ୍ରୀନାଥ, ମୋ ସାଙ୍ଗରେ 2 ଜଣ ଲୋକ ଥାଆନ୍ତି। 2ଟି ଭଲ ଶିଷ୍ୟ 2ଟି ଥିଲେ। ପ୍ରଥମ କରି ମୁଁ ବଦ୍ରୀନାଥ ଯାଉଛି। ସେ ଯେଉଁ ବାଟ, ସେ ଯେଉଁ ବସ୍, ସେ ଯେଉଁ ଡ୍ରାଇଭର, ମୋତେ ଯେଉଁ ଡର ମାରୁଥାଏ, ମଣିଷ ମରିଯିବ, ସେ ଗୋଟେ ଅଲଗା କଥା। କିନ୍ତୁ ଯଦି ବସ୍ ଗଳି ପଡ଼ିବ ତାମାନେ କ'ଣ ଆମ ଅବସ୍ଥା ହେବ? କେମିତି ଯାଉଛୁ? 1982 ମସିହା କଥା ମୁଁ କହୁଛି। ସିଏ ଖାଲି ଜଣେ କହିଲେ ଗୋଟେ ଆଇଲାରେ ଗୋଟେ 3 ଜଣିଆ ଆମେ ଆସିଲେ ଅଶୁଭ। ଯେତେବେଳେ ଏଇ କଥାଟା କହିଲେ ମୁଁ ତାଙ୍କୁ କହିଥିଲି ମାଷ୍ଟ୍ରେ, ତେଣୁ ଆମେ ମାଷ୍ଟ୍ରେ ଡାକୁ, ଏ କଥା ଆଉ ଦିନେ ବଳିଆ ଆଗରେ କହିବନି। ପ୍ରଭୁ କ'ଣ ଭୁଲ ହେଲା? ସେ ସେଇଭଳିଆ ଭକ୍ତ, ଅତି ସୁନ୍ଦର ଲୋକ। ମୁଁ କହିଲି ଆମେ 3 ଜଣ ନା ଆମେ 4 ଜଣ ଯାଉଛୁ? ନା ପ୍ରଭୁ ମୁଁ ବୁଝିପାରୁନି। ମୁଁ କହିଲି ଆରେ ଆମେ ଯୁଆଡ଼େ ଆମ ଗୁରୁଙ୍କର ଶକ୍ତି ମଧ୍ୟ ସେଇଆଡ଼େ। ଆମେ କେବେ ଏକଲା ଯାଉନୁ, ଏକଲା ଆମେ କେବେ ବି ହବୁନି। ତାର ବହୁ ପ୍ରମାଣ ଅଛି, ଏକଲା କେବେ ବି ହବୁନି। ଯେଉଁଦିନ ମାତୃଗର୍ଭରୁ ଜନ୍ମ ହେଲୁ ସେଦିନ କ'ଣ ଏକଲା ଜନ୍ମ ହେଇଥିଲୁ? ନା ଜନ୍ମ ହଉ ମା ସାଙ୍ଗରେ ଆମର ସମ୍ପର୍କ ରହିଲା, 21 ପର୍ଯ୍ୟନ୍ତ ଚାଲିଲା। ଆଉ ମରିଗଲୁ ଯେତେବେଳେ 10-15 ଜଣ ଆମକୁ କାନ୍ଧେଇକି ନେଲେ, ପୋଡ଼ିଲେ, ପୋତିଲେ, ଖାଇଲେ, ପିଇଲେ। ଆଉ ଏକଲା କ'ଣ? ଆସିଛୁ ଏକଲା, ଯିବୁଠୁ ଏକଲା, ଏଗୁଡ଼ା ସବୁ କହୁଛନ୍ତି ସିନା, କିନ୍ତୁ ଏକଲା କିଏ? ମୋ ହୃଦୟରେ ରହିଛନ୍ତି ଆତ୍ମା, ମୋର କଣ୍ଠରେ ଶିବ, ମୋର ନାଭିରେ ହେଉଛନ୍ତି ଶକ୍ତିମୟୀ ମା। ଆଉ ଏତେ ଗୁଡ଼ା ଲୋକଙ୍କୁ ମୁଁ ନେଇକି ଯାଉଛି, ମୁଁ ଏକଲା କାହିଁ ଯିବି? ତେଣୁ ସଜ୍ଜନ ଆମେ ଏକଲା ନୁହେଁ। ଆମେ ସେଇ କଥାଟା ଭୁଲି ଯାଉଛୁ। କେହି ଜଣେ ଅଛନ୍ତି ଏ ଦୁନିଆର ଯୁଦ୍ଧକୁ ସମାପ୍ତ କରିବା ପାଇଁ, ଯୁଦ୍ଧରେ ପ୍ରଳୟ ରଚିବା ପାଇଁ, ଯୁଦ୍ଧକୁ ଲଗେଇବା ପାଇଁ, ସବୁର ଉପରେ ଜଣେ ଅଛନ୍ତି।
ଆମେ କହୁଛୁ ଏ ଦେଶ ସେ ଦେଶ ସେ କିଛି କୋଉଠି କିଛି ନାହିଁ। ଶୂନ୍ୟଂ ଶୂନ୍ୟଂ ମହାଶୂନ୍ୟଂ। ଆମେ ତ ଯୁଆଡ଼େ ଯାଉଛୁ ସୂର୍ଯ୍ୟ ସିଆଡ଼େ, ଆମେ ତ ଯୁଆଡ଼େ ଯାଉଛୁ ଚନ୍ଦ୍ର ବି ସିଆଡ଼େ, ଆମେ ତ ଯୁଆଡ଼େ ଯାଉଛୁ ଏ ଯେଉଁ ମାଟି ତ ସିଆଡ଼େ, ଆଉ ଏକଲା କ'ଣ ଯାଉଛୁ? ତେଣୁ ଏଇ ଯେଉଁ ଏକଲା କଥାଟା ଅର୍ଜୁନ ଏକଲା ବହିଛନ୍ତି, ଭଗବାନ ତାଙ୍କୁ ବିଶ୍ୱ ରୂପରେ କହିଲେ। କେମିତି ଭାଇ ଏକଲା ଥିଲେ ତାଙ୍କୁ ବିଶ୍ୱ ରୂପରେ କେମିତି କହିଲେ? ତେଣୁ ଏ ଦୁନିଆରେ ଗୁରୁ ଶିଷ୍ୟର ସମ୍ବନ୍ଧ, ଭକ୍ତ ଭଗବାନର ସମ୍ବନ୍ଧ ଇଏ ଯୁଗ ଯୁଗ ଧରି ଅନେକ ସାଲବେଗ କହୁଛନ୍ତି, ବୃନ୍ଦାବନରେ ରହି କହୁଛନ୍ତି, ପ୍ରଭୁ ମୁଁ ଏତିକି ଦୂରରେ ଅଛି, ଏତିକି କୋଶ ଅନ୍ତରରେ ଅଛି, ଚାଲି ଚାଲି ମୋତେ ପୁରୀରେ ପହଞ୍ଚିବାକୁ ହବ। ସଂକଳ୍ପ ଜୀବନରେ ଅଛି ଟିକେ ନନ୍ଦିଘୋଷ ରଥ ଟାଣିବି। ମୁଁ ତ ଚାଲିପାରୁନି, ମୁଁ କେମିତି ଆପଣଙ୍କ ପାଖରେ ପହଞ୍ଚିବି? ଏ କଥା ପଦକ ଆମର ଏଇ କାଠର ଠାକୁର, ଯାହାକୁ ଆମେ ତ କହୁନୁ, ଗୋଟା ପନ୍ଧାଏ ଅଛନ୍ତି କହୁଛନ୍ତି ହେ କାଠ, ସେଇ କାଠର ଠାକୁର ତାକୁ ସେ କେମିତି ଶୁଣିଲେ? ଇଏ ପହଞ୍ଚିବା ପର୍ଯ୍ୟନ୍ତ ରଥ ରହିଛି। ଆଉ ମୋ ଜୀବନରେ ମଧ୍ୟ ଗୋଟେ ଅନୁଭୂତି ଅଛି, ତେଣୁ ମୁଁ ସେଇଟା ଏତେ କହିକି ସମୟ ନଷ୍ଟ। ତେବେ ଆମେ ଏଇ ଯେଉଁ କଥା ଗୁଡ଼ାକ ଭାବୁଛୁ, ସେଇ କଥାଟାକୁ ଆମେ ଠିକ୍ ଭାବରେ ବୁଝୁନୁ। ଆମେ ଯାଉଛୁ ଗରୁଡ଼ ସ୍ତମ୍ଭରେ ମୁଣ୍ଡ ମାରୁଛୁ, ଗୀତ ବି ସୁନ୍ଦର ପଢ଼ୁଛୁ, ଗରୁଡ଼ ପଛରେ ରେଖ ଦିଶୁଛି କଳା ଶ୍ରୀମୁଖ ପଢ଼ୁଛୁ, କିନ୍ତୁ ଗରୁଡ଼ କିଏ ତାକୁ ଆମେ ଜାଣିନୁ। ଯାହାକୁ ପଚାର ଗରୁଡ଼ଙ୍କୁ କ'ଣ ମୁଣ୍ଡିଆ ମାଇଲ, ସେ କିଏ କି? ନା ସେ ଗୋଟେ ପକ୍ଷୀ। ସେ ପକ୍ଷୀ କେଉଁଠି ଥାଆନ୍ତି? ନା ସିଏ ଆଉ ଆମ ଭାରତରେ ନାହାନ୍ତି, ଆଫ୍ରିକା ଜଙ୍ଗଲରେ କେଉଁଠି କେମିତି ଦେଖାଯାଏ। ଇଏ କ'ଣ ଗୋଟାଏ ଗରୁଡ଼ ପକ୍ଷୀକି ନେଇକି ଅମୃତ ଖୁଆଇ ତାକୁ ବଞ୍ଚେଇ ଦେଇଛନ୍ତି, ସବୁବେଳେ ତାଙ୍କରି ଆଗରେ ସେ ବସିବ? ଆରେ ସେ ଗରୁଡ଼ ନୁହେଁ, ସିଏ ହେଉଛନ୍ତି ସାକ୍ଷାତ ପରଂ ବ୍ରହ୍ମ, ସଦ୍ଗୁରୁଙ୍କର ପ୍ରତିବର୍ତ୍ତୀ। ତୁମେ ଗୁରୁଙ୍କ ପଛରେ ଗୁରୁଙ୍କୁ ଆଗ ନମସ୍କାର କରି ତାପରେ ଯିବ। ସେଇଭଳି ତୁମେ ଅରୁଣ ସ୍ତମ୍ଭକୁ ମୁଣ୍ଡିଆ ମାରୁଛ, କ'ଣ ଗରୁଡ଼ଙ୍କ ଭାଇ ବୋଲି ତାଙ୍କୁ ମୁଣ୍ଡିଆ ମାରୁଛ? ନାହିଁ, ଯାହାଙ୍କ ପାଇଁ ତୁମେ ବଞ୍ଚି ରହିଛ ସେ ହେଉଛନ୍ତି ସୂର୍ଯ୍ୟ। ତେଣୁ ତା ନାଁ ହେଉଛି ଅରୁଣ ସ୍ତମ୍ଭ। ଜଗନ୍ନାଥଙ୍କୁ କ'ଣ କିଏ ଡକାୟତ କିଡନାପ କରି ନେଇଯାଉଛି? ଜୟ ବିଜୟ ଦ୍ୱାରପାଳ କ'ଣ ଦୁଇଟା ଅଛନ୍ତି, ସେ କିଏ? ଜୀବନର ସର୍ବଶ୍ରେଷ୍ଠ କାମନା। ମୁଁ ଯେଉଁ ସଂସାରକୁ ଆସିଛି ତାର ଜୟ ହଉ ଏବଂ ପୃଥିବୀର ଜୟ ହଉ, କର୍ମର ଜୟ ହଉ, ଜ୍ଞାନର ଜୟ ହଉ। ଏସବୁ ଜଗନ୍ନାଥଙ୍କ ଦର୍ଶନର ବହୁ ତାତ୍ତ୍ୱିକ କଥା, ବହୁ ତାତ୍ତ୍ୱିକ କଥା। ଶାଶୁ କାନିରେ ଚାବି ବାନ୍ଧିଥିଲେ, ବୋହୂଟିଏ ଘରକୁ ଆଇଲା, ବୋହୂକୁ ଚାବି ଦେଇଦେଲେ, ମା ତୋ ଘର ଆଣିକି ତୁ ଏଇଟା ଫାର୍ଷ୍ଟ କ୍ଲାସ୍ ଶାଶୁଟା ନା। ଆଉ ଯିଏ ବୋହୂ ଯଦି କହିବ ମୋତେ ବୋହୂ ଟିକେ ଦେଲ, ନା 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 ସେ ସେ ଆଲମିରାଟାକୁ କେହି ଫିଟେଇବେନି, ମୁଁ ଫିଟେଇବି, ଚାଲିଲା କଜିଆ। ଆଉ
ଜଗନ୍ନାଥଙ୍କର ଭଣ୍ଡାର ରକ୍ଷକ ହେଉଛନ୍ତି ଲୋକନାଥ। ଯେତେବେଳେ ପହୁଡ଼ ପଡ଼ନ୍ତି ଚାବିଟି ରହେ ଲୋକନାଥଙ୍କ ପାଖରେ। ସକାଳୁ ଯେତେବେଳେ ଚାବି ଫିଟାନ୍ତି କବାଟ, ସେଇ ଲୋକନାଥଙ୍କ ପାଖରୁ ଆଣିକିରି ଫିଟାନ୍ତି। ଆପଣ ଭାବୁଥିବେ ଜଗନ୍ନାଥ ସବୁବେଳେ ଏମିତି ଅନେଇଛନ୍ତି, ସିଏ ସେମିତି ନାହିଁ। ସିଏ କେତେବେଳେ ଚିଟ୍ ହେଇ ଯାଉଛନ୍ତି, କିଏ ବାମ ଗୋଡ଼, କେତେବେଳେ ଡାହାଣ ଗୋଡ଼, କେତେବେଳେ ସବୁ ପ୍ରକାର। ଆମେ ତ କେବେ ଆପଣ ଦେଖିଛନ୍ତି ଜଗନ୍ନାଥ ଅଣେଇ ହେଇକି ଶୋଇବା କି କଡ଼େଇ ହେଇ ଶୋଇବା କେବେ ଦେଖିଛନ୍ତି? ଦେଖିବାକୁ ଇଚ୍ଛା କରିନାହାନ୍ତି। ଜଗନ୍ନାଥଙ୍କର ସେଇ ତତ୍ତ୍ୱଟା ଆଉ ଗୋଟେ ଜାଗାରେ ଅଛି। ଛୋଟିଆ ମନ୍ଦିରଟିଏ, ତା ଭିତରେ କେବଳ ସେବକ ଆସନ୍ତି, ସେଇ ଦେଖନ୍ତି। କେତେବେଳେ ମୂର୍ତ୍ତିକୁ ମାନେ ଏଇଟା କ'ଣ ହେଲା ଚିତ୍ ହେଇକିରି ଶୁଆନ୍ତି, ହଳୁ କିଛି ସମୟ ଗଲା ତାଙ୍କୁ ଆଣି ବାଁ କର ମାଡ଼ି ଶୁଆନ୍ତି, ତାପରେ ଆଇଲା ଡାହାଣ କର ମାଡ଼ି ଶୁଆନ୍ତି। ସେଠି ଆଉ ଗୋଟେ ଲୀଳା ଲାଗିଛି। ଜଗନ୍ନାଥଙ୍କ ସଂସ୍କୃତି ଭଳି ଗୋଟେ ମାନେ ସବୁଠାରୁ ମାନେ ବହୁତ ଭଲ ସେ କଥାଟା ହେଉଛି ଜଗନ୍ନାଥ ଦର୍ଶନ। ସେଇ ଜଗନ୍ନାଥଙ୍କୁ କେତେ ପୋଡ଼ି ଦିଆହେଇଛି, କେତେ କ'ଣ କରିଦିଆହେଇଛି, ତଥାପି ବଞ୍ଚିଛି। ସକଳ ତୀର୍ଥ ଘେନି ହରି ନୀଳକନ୍ଦରେ ବିଜେ କରି। ଇଏ ହେଉଛି ସଂଘର ଆଉ ଗୋଟିଏ କଥା। ତେଣୁ ଆପଣମାନେ ସଂଘାଶ୍ରିତ ହୁଅନ୍ତୁ, ଶାସ୍ତ୍ର ପଢ଼ନ୍ତୁ, ମଦ୍ୟ ମାଦକ ଆକୁ ସବୁ ତ୍ୟାଗ କରନ୍ତୁ। ପୁଅ ଝିଅଙ୍କୁ ବୁଝେଇ ସୁଝେଇ ଗେଲ କରି ତାଙ୍କ ପିଠି ଆଉଁସି ଦେଇ ତାଙ୍କୁ ଏ କୁ ଅଭ୍ୟାସରୁ ନିବୃତ୍ତ କରାନ୍ତୁ। ଏବଂ ଆଜିର ସମାଜ ପାଇଁ ଫୁଲର ଯେତିକି ଆବଶ୍ୟକ ନାହିଁ, ଗଛର ସେତିକି ଆବଶ୍ୟକ ରହିଛି। ଶେଷରେ ଆପଣମାନଙ୍କୁ ଇଏ ମାଟିକୁ, ଇଏ ସତସଙ୍ଗର ମାଟି ମାନେ ଏଇଟା ଆମ ପାଇଁ ଆମର ହେଇଗଲେ ଗୁରୁଙ୍କ ମନ୍ଦିର। ଆଉ ତେଣୁ ସେଇ ଗୁରୁ ମନ୍ଦିରରେ ଗୁରୁଙ୍କୁ ଏବଂ ଆପଣମାନଙ୍କୁ ପ୍ରଣାମ ଜଣାଇ ସମସ୍ତଙ୍କର ମଙ୍ଗଳ କାମନା କରି ସେବକ ଏଇଠି ରହୁଛି। ମୁଁ ଆକୁ ଆମ ସେବକ ଇଏ ଭାଗବତ କହୁଛନ୍ତି, ଭଲ କହୁଛନ୍ତି। ମୋ ପାଖରେ ଯେତେବେଳେ କହୁଛନ୍ତି ସେ କୁଆଡ଼େ ମାଡ଼ି ଯାଉଛନ୍ତି, ମୁଁ ବଡ଼ ଅସ୍ତବ୍ୟସ୍ତ। ମୋର ମନ ହେଉଛି ଗୋଟେ ବାଡ଼ି ହେଲେ ଦି ପାରେ ପକାନ୍ତି। ଆଜି କୋଉ ସେ କୋଉ ତେଲଙ୍ଗା ପେଠର ପିତ୍ତବାସ ବାବୁଙ୍କ କଥା କହୁଛି, କିନ୍ତୁ ଜଣେ ଭାଗବତ କଥା ସେ କହୁଛନ୍ତି ଏବଂ ଯୋଗ ଶିକ୍ଷା ମଧ୍ୟ ଦେଉଛନ୍ତି ସାରା ଓଡ଼ିଶା, ଓଡ଼ିଶା ବାହାରେ ମଧ୍ୟ। ତେଣୁ ଏଇମାନଙ୍କୁ ନେଇକି ପୁଣି ଆମେ ଦୁନିଆରୁ ଯିବୁ, ପୁଣି ଏଇମାନେ ପୁଣି ଆମ କଥାକୁ ଆପଣମାନଙ୍କ ପାଖରେ କହିବେ। ଆପଣମାନଙ୍କର ଦୀର୍ଘ ଜୀବନ କାମନା କରି ରହୁଛି।